ମୁଁ ରାଜ। ପ୍ରଣାମ, ମୁଁ ରୂପାଲି। ରୂପାଲି, ତୁ ଭାଷଣ ଶିଖିଛୁ? ହଁ। ତୁ ଶିଖିଛୁ? ହଁ, ମୁଁ ତ ଓଡ଼ିଆରେ କହିବି। ମୁଁ ତ ଇଂଲିଶରେ କହିବି। ଆଜି ହେଉଛି ଅଗଷ୍ଟ 15, କିନ୍ତୁ ଆମେ ଆଜିଠୁ ରେଡି। ତ ଆମେ ଭାଷଣ ଦେବା। ରୂପାଲି, ତୁ ଆଗେ କହ। ନା ଭାଇ, ତୁ ଆଗେ କହ। ତୁ ପା ଝିଅ ଛୁଆ, ତୁ ପା ଆଗେ କହିବୁ, କହୁନୁ। ହଉ ଭାଇ, ତାହେଲେ ମୁଁ କହୁଛି ଶୁଣ। Good morning everyone, respected principal, teachers and all my dear friends. My name is Arpiya Sahu. I read in class 1. Today is 15 August. We are celebrating Independence Day. India became independent on this day. Everybody sings the national anthem. Yes, we proud to be Indians. Happy Independence Day. Thank you, Jai Hind. ଏବେ ତ ମୁଁ କହିସାରିଲି, ତୁ କହ। ହଉ ତାହେଲେ ଶୁଣେ। ପ୍ରଣାମ, ମୋର ନାମ ରାଜକିଶୋର ଦାସ। ମୁଁ ଦ୍ୱିତୀୟ ଶ୍ରେଣୀରେ ପଢୁଛି। ଆଜି ମନ ବହୁତ ଖୁସି, କାହିଁକି ନା ଆଜି ହେଉଛି ଅଗଷ୍ଟ 15 ତାରିଖ। ଆଜିକା ଦିନରେ ଆମର ଭାରତ ସ୍ୱାଧୀନତା ପାଇଥିଲା। ପ୍ରଧାନମନ୍ତ୍ରୀ ଦିଲ୍ଲୀର ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରନ୍ତି। ଆମେ ମଧ୍ୟ ଆମ ଶୋଭନୀୟ ଶିକ୍ଷାଶ୍ରମରେ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରୁଛୁ। ଯେଉଁ ବୀର ଯବାନମାନେ ଆମକୁ ସ୍ୱାଧୀନତା ଦେବା ପାଇଁ ଇଂରେଜମାନଙ୍କ ସାଙ୍ଗରେ ଲଢ଼େଇ କରିଛନ୍ତି, ସେଇମାନଙ୍କୁ ମୁଁ ଆଗେ କୋଟି କୋଟି ପ୍ରଣାମ କରୁଛି। ତାଙ୍କ ସାହସ ଓ ବଳିଦାନ ମୋ ପାଇଁ ପ୍ରେରଣା ଅଟେ। ଚାଲନ୍ତୁ ଆମେ ମିଶି ତାଙ୍କ ସ୍ୱପ୍ନକୁ ପୁରା ସାକାର କରିବା। ଆଉ ଏକଥାର ମିଶି ଆମେ ମିଳିମିଶି ଚଳିବା। ଜୟ ହିନ୍ଦ, ଜୟ ଭାରତ। ଜୟ ହିନ୍ଦ, ଜୟ ଭାରତ। ଯଦି ଆପଣଙ୍କୁ ଭାଇ ଭିଡ଼ିଓ ଆଉ ମୋ ଭିଡ଼ିଓ ଭଲ ଲାଗିଥାଏ, ତାହେଲେ ଗୋଟେ ଲାଇକ୍ କରନ୍ତୁ, ଆଉ ସବସ୍କ୍ରାଇବ୍ କରନ୍ତୁ, ଆଉ କମେଣ୍ଟ ଦିଅନ୍ତୁ। ପ୍ରଣାମ। ପ୍ରଣାମ, ମୋର ନାମ ରାଜକିଶୋର ଦାସ। ମୁଁ ଦ୍ୱିତୀୟ ଶ୍ରେଣୀରେ ପଢୁଛି। ଆଜି ମୋ ମନ ବହୁତ ଖୁସି, କାହିଁକି ନା ଆଜି ହେଉଛି ଅଗଷ୍ଟ 15 ତାରିଖ। ଆଜିକା ଦିନରେ ଆମର ଭାରତ ସ୍ୱାଧୀନତା ପାଇଥିଲା। ପ୍ରଧାନମନ୍ତ୍ରୀ ଦିଲ୍ଲୀର ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରନ୍ତି। ତ ଆମେ ମଧ୍ୟ ଆମର ଏହି ଶୋଭନୀୟ ଶିକ୍ଷାଶ୍ରମରେ ପତାକା ଉତ୍ତୋଳନ କରି ଏହି ସ୍ୱାଧୀନତା ଦିବସଟି ପାଳନ କରୁଛୁ। ଯେଉଁ ବୀର ଯବାନମାନେ ଆମକୁ ସ୍ୱାଧୀନତା ଦେବା ପାଇଁ ଏହି ଇଂରେଜମାନଙ୍କ ସାଙ୍ଗରେ ଲଢ଼େଇ କରିଥିଲେ, ସେଇମାନଙ୍କୁ ମୁଁ ଆଗେ କୋଟି କୋଟି ପ୍ରଣାମ କରୁଛି। ତାଙ୍କ ସାହସ ଓ ବଳିଦାନ ମୋ ପାଇଁ ପ୍ରେରଣା ଅଟେ। ଚାଲନ୍ତୁ ଆମେ ମିଶି ତାଙ୍କ ସ୍ୱପ୍ନକୁ ସାକାର କରିବା ଓ ଏକତାର ସହିତ ଚଳିବା।